ଯଦି ଆପଣମାନେ ଟ୍ରେନରେ ଯିବା ଆସିବା କରୁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆସିଯାଇଛି। ଯୋଉ ଆପଣମାନେ ଯୋଉ ଟ୍ରେନରେ ଯିବା ପାଇଁ ଯୋଉ ଆପଣମାନେ ଟିକେଟ୍ କାଟୁଥିଲେ ତ ସେଇ ଟିକେଟର ଆପଣଙ୍କ ଦାମରେ କିଛି ପରିବର୍ତ୍ତନ ହେବା ପାଇଁ ଯାଉଛି। ତ ଆପଣମାନେ ଯଦି ଟ୍ରେନରେ ଯିବା ଆସିବା କରୁଛନ୍ତି ତାହେଲେ ଆପଣମାନଙ୍କୁ ଏଇ ଅପଡେଟ୍ ଆପଣଙ୍କୁ ନିହାତି ଜାଣିବା ନିହାତି ଆବଶ୍ୟକ। ଆପଣ এই ଭିଡ଼ିଓକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଜାଣିପାରିବେ କି କୋଉ ଟ୍ରେନର ଆପଣଙ୍କର କେତେ ଟିକେଟ୍ ରହିଛି ତ ତାର ଆପଣଙ୍କର କେତେ ଟଙ୍କା ଆପଣଙ୍କର ବଢିଛି ବା ଆପଣଙ୍କର ଯୋଉ ନନ୍ ଏସି ଏସି ତାର ଟିକେଟ୍ କେତେ ଟଙ୍କା ଆପଣଙ୍କର ଯୋଉ ଭଡ଼ା ଆପଣଙ୍କୁ ଯୋଉ ଆପଣ ଟିକେଟ୍ କାଟୁଥିଲେ ତ ତାର କେତେ ଟଙ୍କାରେ ପରିବର୍ତ୍ତନ ହେବା ପାଇଁ ଯାଉଛି ତାହା ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସରେ ଜାଣିପାରିବେ। ତ ସେଥିପାଇଁ ଆପଣମାନେ ମୋର এই ଭିଡ଼ିଓକୁ ସ୍କିପ୍ ନକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନଙ୍କୁ এই ଭିଡ଼ିଓ ଟିକେ ବି ଇନଫର୍ମେଟିଭ ଲାଗିବ ତାହେଲେ ଭିଡ଼ିଓକୁ ଟିକେ ଲାଇକ୍ ନିହାତି କରିବେ। ଆଉ ଯଦି ଆପଣମାନେ ମୋର এই ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି ତାହେଲେ ଆପଣମାନେ ମୋର এই ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଯୋଉ ପାଖରେ ଆପଣଙ୍କର ଯୋଉ ବେଲ୍ ଆଇକନ୍ ଆସୁଥିବ ତ ସେଇ ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖିବେ। ଯାହାଦ୍ୱାରା ଆପଣମାନେ ମୋର এই ଚ୍ୟାନେଲରୁ ଆପଣମାନେ এইଭଳି ନୂଆ ନୂଆ ଇନଫର୍ମେଟିଭ ଭିଡ଼ିଓର ଆପଣମାନେ ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ଦେଖନ୍ତୁ ଟ୍ରେନରେ ଯାତ୍ରା ହେଲା ମହଙ୍ଗା, ଭଡ଼ା ବଢ଼ାଇଲା ଭାରତୀୟ ରେଳବାଇ। ଟିକଟ ବୁକିଂ ପୂର୍ବରୁ ଜାଣନ୍ତୁ ପକେଟ୍ ଉପରେ କେତେ ପଡ଼ିବ ପ୍ରଭାବ। ଦେଖନ୍ତୁ এই ଆର୍ଟିକଲଟି ପ୍ରମେୟ ନ୍ୟୁଜ୍ ତରଫରୁ ଆପଣଙ୍କର ଯୋଉ ପବ୍ଲିଶ କରାଯାଇଛି। ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଟ୍ରେନ୍ ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା। ଆପଣଙ୍କ ପକେଟ୍ ହୋଇପାରେ ଖାଲି। ଆଜିଠୁ ଟ୍ରେନ୍ ଯାତ୍ରା ମହଙ୍ଗା ହୋଇଛି। ଶୁକ୍ରବାର ଠାରୁ ଲାଗୁ ହେଉଛି ବର୍ଦ୍ଧିତ ରେଳ ଭଡ଼ା। 215 କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ କିଲୋମିଟର ପିଛା 1ରୁ 2 ପଇସା ଟଙ୍କା ଆପଣଙ୍କୁ ଅତିରିକ୍ତ ଭଡ଼ା ଦେବାକୁ ପଡ଼ିବ। ଯଦି ଆପଣମାନେ ଟ୍ରେନରେ 215 କିଲୋମିଟରରୁ ଅଧିକ ଯାତ୍ରା କରୁଛନ୍ତି ତାହେଲେ ଆପଣମାନଙ୍କୁ କିଲୋମିଟର ପିଛା 1ରୁ 2 ପଇସା ଆପଣମାନଙ୍କୁ ଅତିରିକ୍ତ ବା ଏକ୍ସଟ୍ରା ଆପଣମାନଙ୍କୁ ଭଡ଼ା ଦେବା ପାଇଁ ପଡ଼ିବ। ସେ ଟିକେଟ୍ କାଟିବା ପାଇଁ ଆପଣଙ୍କୁ 1 ପଇସା କିମ୍ବା 2 ପଇସା ଆପଣଙ୍କୁ ଏକ୍ସଟ୍ରା ଦେବା ପାଇଁ ପଡ଼ିବ। ଆଜିଠୁ ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି। ପୂର୍ବରୁ ବୁକ୍ ଟିକେଟ୍ ଉପରେ ଲାଗିବନି ଅତିରିକ୍ତ ଦେୟ। ଗତ 21 ତାରିଖରେ ରେଳ ଭଡ଼ା ବୃଦ୍ଧି ନେଇ ଘୋଷଣା କରିଥିଲା ଇଣ୍ଡିଆନ୍ ରେଲୱେ। ରେଳପଥର ଅନୁମାନ ଏହି ପରିବର୍ତ୍ତନ ଦ୍ୱାରା ଏହା ବର୍ଷକୁ ଅତିରିକ୍ତ 600 କୋଟି ଟଙ୍କା ଆୟ କରିବ। ତେବେ ଭାରତୀୟ ରେଳବାଇ ଅନୁସାରେ 215 କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ା ବୃଦ୍ଧି କରାଯାଇନାହିଁ। 215 କିମିରୁ କମ୍ ଦୂର ଯାତ୍ରା କରୁଥିବା ଏବଂ ମାସିକ ସିଜନ୍ ଟିକେଟଧାରୀଙ୍କ ଭଡ଼ାରେ କୌଣସି ସଂଶୋଧନ କରାଯାଇନାହିଁ। ଏହା ପୂର୍ବରୁ ଜୁଲାଇ 1ରେ ସରକାର ରେଳ ଭଡ଼ାରେ ବୃଦ୍ଧି କରିଥିଲେ। ତ ସେତେବେଳେ ନନ୍ ଏସି ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଭଡ଼ାରେ ପ୍ରତି କିଲୋମିଟର 1 ପଇସା ଏବଂ ଏସି କ୍ଲାସ୍ ଭଡ଼ାରେ ପ୍ରତି କିଲୋମିଟର ପିଛା 2 ପଇସା ବୃଦ୍ଧି ହୋଇଥିଲା। ଏହା ପୂର୍ବରୁ 2020ରେ ଯାତ୍ରୀ ଭଡ଼ା ବଢ଼ିଥିଲା। ତେବେ ଜାଣନ୍ତୁ କେଉଁ କ୍ଲାସରେ କେତେ ବଢ଼ିଛି ଭଡ଼ା। ମନ୍ତ୍ରାଳୟ କହିଛି ଯେ ଦ୍ୱିତୀୟ ଶ୍ରେଣୀ ସାଧାରଣରେ 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ। ଏହା କମ୍ ଦୂରତା ଏବଂ ଦୈନିକ ଯାତ୍ରୀମାନଙ୍କୁ ପ୍ରଭାବିତ କରିବ ନାହିଁ। ଯଦି ଆପଣ ଯୋଉ ସେକେଣ୍ଡ କ୍ଲାସ୍ ଯୋଉ ଟ୍ରେନ୍ ରହିଛି ତ ଆପଣମାନେ ଯଦି ସେଇ ସେକେଣ୍ଡ କ୍ଲାସ୍ ଟ୍ରେନରେ ଯଦି ଆପଣ 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଆପଣଙ୍କର ଅଧିକା ବା ଏକ୍ସଟ୍ରା ପଇସା ଆପଣଙ୍କୁ ଦେବା ପାଇଁ ପଡ଼ିବ ନାହିଁ। ଏବେ ଦେଖନ୍ତୁ ଯଦି ଆପଣମାନେ 216 କିଲୋମିଟରରୁ 750 କିଲୋମିଟର ଦୂରତା ପାଇଁ ଆପଣମାନଙ୍କୁ 5 ଟଙ୍କା ଦେବା ପାଇଁ ପଡ଼ିବ। ଆଉ ଆପଣଙ୍କୁ 751 କିଲୋମିଟରରୁ 1250 କିଲୋମିଟର ଦୂରତା ପର୍ଯ୍ୟନ୍ତ 10 ଟଙ୍କା ଆପଣଙ୍କୁ ଦେବା ପାଇଁ ପଡ଼ିବ। ତ ଆପଣମାନଙ୍କୁ ଯଦି 1251 କିଲୋମିଟରରୁ 1750 କିଲୋମିଟର ଦୂରତା ଆପଣମାନେ ଯାଉଛନ୍ତି ଆପଣଙ୍କୁ 15 ଟଙ୍କା ଦେବା ପାଇଁ ପଡ଼ିବ। ଆଉ ଆପଣମାନେ ଯଦି 1751 କିଲୋମିଟରରୁ 2250 କିଲୋମିଟର ପର୍ଯ୍ୟନ୍ତ ଦୂରତା ଆପଣମାନେ କଭର କରି ଯାଉଛନ୍ତି ତାହେଲେ ଆପଣମାନଙ୍କୁ 20 ଟଙ୍କା ଆପଣଙ୍କୁ ଦେବା ପାଇଁ ପଡ଼ିବ। ତେବେ ରେଳପଥ ସ୍ପଷ୍ଟ କରିଛି ଯେ ଉକ୍ତ ଯାତ୍ରୀଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ଆପଣମାନଙ୍କର ଯୋଉ ଡିସେମ୍ବର 26 ପୂର୍ବରୁ ଟିକେଟ୍ ବୁକ୍ କରିସାରିଛନ୍ତି ତ ସେଇମାନଙ୍କ ପାଇଁ ଆପଣମାନଙ୍କର ଯଦିଓ ସେମାନେ ଡିସେମ୍ବର 26 ପରେ ଯାତ୍ରା କରିବେ ତଥାପି ବର୍ଦ୍ଧିତ ଭଡ଼ା ଦେବେ ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ରେଳ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ IP&P ଦିଲ୍ଲୀପ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଲେ ଡିସେମ୍ବର 26 କିମ୍ବା ଏହା ପରେ ଟିଟି ଯାତ୍ରା ସମୟରେ ଟ୍ରେନ୍ କିମ୍ବା ଷ୍ଟେସନରେ ଯେଉଁ ଟିକେଟ୍ କରାଯିବ ତାହା ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରେଳ ମନ୍ତ୍ରାଳୟ ରେଳ ଭଡ଼ାରେ ସଂଶୋଧନ କରିଛି। ଏହା ପୂର୍ବରୁ ଜୁଲାଇରେ ରେଳ ଭଡ଼ା ବୃଦ୍ଧି ହୋଇଥିଲା। ତେବେ ଯଦି ଆପଣମାନେ ଟ୍ରେନରେ ଯିବା ଆସିବା କରୁଛନ୍ତି ତାହେଲେ ଆପଣମାନଙ୍କ ପାଇଁ କିଲୋମିଟର ପ୍ରତି ଆପଣମାନେ ଯେତେ ଅଧିକ କିଲୋମିଟର ଆପଣମାନେ ଅତିକ୍ରମ କରିବେ ବା ଆପଣ ଯେତିକି କିଲୋମିଟର ଆପଣମାନେ ଟ୍ରାଭେଲ୍ କରିବେ ତ ସେଇ ଅନୁସାରେ ଆପଣମାନଙ୍କୁ 1 କିଲୋମିଟର ପିଛା ସେଇ ଅନୁସାରେ କିଲୋମିଟର ପିଛା ଆପଣଙ୍କୁ 1 ପଇସା 2 ପଇସା 5 ପଇସା 10 ପଇସା ଆଉ ଆପଣଙ୍କୁ 20 ପଇସା ପର୍ଯ୍ୟନ୍ତ ବା ଆପଣଙ୍କୁ 20 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଦେବା ପାଇଁ ପଡ଼ିବ।